କୋଭିଡ ପ୍ୟାକେଜରେ ଅଣ୍ଡା ଦିଆ କୁକୁଡ଼ା ପାଳନ ନିମନ୍ତେ ସହାୟତା ହଜାର କ୍ଷମତା ବିଶିଷ୍ଟ ବ୍ୟକ୍ତିଗତ ପ୍ରଣାଳୀରେ ରାଜ୍ୟ ଯୋଜନା 2021ରେ ହିତାଧିକାରୀ ପୁଷ୍ପାଞ୍ଜଳି ଜେନାଙ୍କ ନାମରେ ଗ୍ରାମ ଲାଉପୁର ସନ୍ତୋଷପୁର ବ୍ଲକ ଗଞ୍ଜାମ ଜିଲ୍ଲା ଗଞ୍ଜାମ ହିତାଧିକାରୀ ଯୋଜନାର ଅଟକଳ ପରିମାଣ ହେଉଛି 7,69,200 ଟଙ୍କା। ତନ୍ନ ମଧ୍ୟରୁ ସରକାରୀ ସହାୟତା ମିଳିଲା 3,03,600 ଟଙ୍କା। ସୌଜନ୍ୟ ହେଇଛି ଓଡ଼ିଶା ସରକାର ଏବଂ ପ୍ରାଣୀ ସମ୍ପଦ ବିଭାଗ ଗଞ୍ଜାମ ଓଡ଼ିଶା। ଏମାନଙ୍କର ସରକାରଙ୍କର ଗୋଟେ ପ୍ରୟାସ ଜାରି ଯେ ଗ୍ରାମାଞ୍ଚଳର ନାରୀମାନେ ବା ମହିଳାମାନେ ମିଶନ ଶକ୍ତି ଦ୍ୱାରା କେମିତି ନିଜସ୍ୱ ଭାବେ ନିଜେ ଅନ୍ତର୍ନିହିତ ଗୁଣ ତାଙ୍କର ପରିପ୍ରକାଶ କରି ନିଜେ ସ୍ୱାବଲମ୍ବୀ ହୋଇ ରୋଜଗାର କରିବେ ଏବଂ ଅନ୍ୟମାନଙ୍କୁ ରୋଜଗାର ଦେବେ, ରୋଜଗାରକ୍ଷମ କରିବେ। ଯଦି ବେକାରୀ ସମସ୍ୟା ଆଜି ସାରା ରାଜ୍ୟରେ ଏବଂ ଭାରତ ବର୍ଷରେ ଉତ୍କଟ ଭାବେ ଉଭା ହୋଇଛି, ତାକୁ ସମାଧାନ କରିବା ପାଇଁ ଏ ସରକାରଙ୍କର ପ୍ରୟାସ ଜାରି ରହିଛି। ତାହା ଏକ ଉଦାହରଣ ହୋଇପାରେ ଆମର ଗ୍ରାମାଞ୍ଚଳ ଲାଉପୁର ଗ୍ରାମର ଗୋଟେ ମଫସଲ ଗାଁର ଉଦାହରଣ। 1,000 କୁକୁଡ଼ା ଅଣ୍ଡା ଦିଆର ପ୍ରତିଦିନ 950ରୁ ଅଧିକ ଅଣ୍ଡା ଉତ୍ପାଦନ ହୁଏ ଏବଂ ଆଜିର ରେଟ୍ରେ ଆଜିର ମୂଲ୍ୟରେ ଅଙ୍ଗନବାଡ଼ି ଏବଂ ସାଧାରଣ ଲୋକଙ୍କୁ ସପ୍ଲାଇ କରାହେଉଛି ଏବଂ ଆଜି ରିଟେଲ ମାର୍କେଟରେ ଅଛି ଏକ ଅଣ୍ଡାକୁ ମାତ୍ର 7 ଟଙ୍କା, କିନ୍ତୁ ହୋଲସେଲ ରେଟ୍ରେ ଦେଲେ 6 ଟଙ୍କା। 950 ଅଣ୍ଡାର ମୂଲ୍ୟ ହାରାହାରି 5,500 ଟଙ୍କା ହେଉଛି। ମାତ୍ର 1,000 ଅଣ୍ଡା ଦିଆ କୁକୁଡ଼ାକୁ 1 ବସ୍ତା ଦାନା ଖର୍ଚ୍ଚ ହେଉଛି। 1 ବସ୍ତାର ମୂଲ୍ୟ 50 କେଜିର ମୂଲ୍ୟ ଆଜିର ମୂଲ୍ୟରେ 2,250 ଟଙ୍କା। ଅନ୍ୟାନ୍ୟ ମେଡ଼ିସିନ 2,500 ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ହାରାହାରି ଦିନକୁ 3,000 ଟଙ୍କା ଲାଭ ପ୍ରଦାନ ମିଳୁଛି ଏବଂ ଏହି ହିସାବରେ ଏକ ମାସିକ ଦେଖିଲେ ହାରାହାରି 3,990,000 ଟଙ୍କା, ପାଖାପାଖି 1 ଲକ୍ଷ ଟଙ୍କା। ଏହା ଗୋଟେ ସରକାରର ଲାଭଦାୟକ ଏବଂ ଉଦାହରଣ ସୃଷ୍ଟି କରିପାରିଛି। ତେଣୁ ଏହିଭଳି ଭାବେ ଯଦି ପାଥେୟ କରି ଅନ୍ୟ ମହିଳାମାନେ ଏବଂ ଏସ୍ଏଚଜି ଗ୍ରୁପ୍ ମା ମାନେ ଯୁବଶକ୍ତି ଏବଂ ମହିଳା ଶକ୍ତି ଯଦି ଆଗକୁ ନେବାକୁ ଦୁଇପାଦ ଚାହିଁବେ, ଏହିପରି ଭାବେ ନିଜସ୍ୱ ଭାବେ ଅଣ୍ଡା ଦିଆ କୁକୁଡ଼ା ପାଳନ କରିବେ ଏବଂ ସ୍ୱାବଲମ୍ବୀ ହେବେ ଏବଂ ଆମର ଓଡ଼ିଶାକୁ ଆଗକୁ ଦୁଇପାଦ ନେବେ ଏବଂ ଓଡ଼ିଶାର ଉତ୍ପାଦନକୁ ବଢ଼ାଇବେ, ଯାହାରି ଫଳରେ ଆମେ ଆଜି ଯେଉଁ ଆନ୍ଧ୍ରପ୍ରଦେଶକୁ ନିର୍ଭର କରି ରହୁଛେ ମାଛ ଅଣ୍ଡା ପାଇଁ, ଆଗାମୀ ଦିନରେ ଆମେ ନିଜସ୍ୱ ଭାବେ ଉତ୍ପାଦନ କରି ଓଡ଼ିଶାକୁ ସ୍ୱାବଲମ୍ବୀ କରିପାରିବା ଏବଂ ଓଡ଼ିଶା ସରକାରଙ୍କୁ ଆଗକୁ ନେଇ ଆମମାନ ଗ୍ରାମାଞ୍ଚଳର ମହିଳାମାନେ ସେମାନେ ଆଗକୁ ଯାଇପାରିବେ, ନିଜ ରୋଜଗାର କରିପାରିବେ ଏବଂ ବେକାରୀ ସମସ୍ୟାକୁ ହଟେଇବେ, ଲୋପ କରିଦେଇପାରିବେ ଏବଂ ଗାଁ ଗହଳିର କିଛି ଲୋକଙ୍କୁ କାମ ଦେଇ ଶ୍ରମ ଦେଇ ସେମାନେ ରୋଜଗାରକ୍ଷମ ହେଇପାରିବେ। ଏହାକୁ ଆମେ ପ୍ରୟାସ କରିବା ଏବଂ ଏହାକୁ ଦେଖି ଆପଣମାନେ ଯଦି ଏହି ଅଣ୍ଡା ଦିଆ କୁକୁଡ଼ା ଉତ୍ପାଦନ କାମ କରିବେ, ଆଗାମୀ ଦିନରେ ଆପଣମାନେ ମଧ୍ୟ ରୋଜଗାରକ୍ଷମ ହୋଇ ଏ ଦେଶକୁ ଆଗକୁ ନେବେ। ଏହା କହି ଏତିକି ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଏଇ କଥାକୁ ଆପଣମାନେ ପାଥେୟ କରି ଶିକ୍ଷା ଲାଭ କରି ଟ୍ରେନିଂ ନେବେ। ଆପଣ ଯଦି ଚାହିଁବେ ଏ ୟୁନିଟରେ ଆମେ ବିନା ପାରିଶ୍ରମିକରେ ଆପଣମାନଙ୍କୁ 1 ଦିନରୁ 1 ମାସ ଭିତରେ ମଧ୍ୟ ଆମେ ଟ୍ରେନିଂ ଦେବାର ବ୍ୟବସ୍ଥା ରଖିଛୁ ଏବଂ ଏମାନେ ଆପଣମାନେ ଟ୍ରେନିଂ ନେଇ ଇଚ୍ଛା ହଉ ଓଡ଼ିଶାରେ ଆପଣମାନେ ଗୋଟିଏ ଅଣ୍ଡା ଦିଆ ଫାର୍ମ କରିବେ